श्रोताबंधु मଣିଷର ନିତ୍ୟ ନୈମିତିକ ଜୀବନ ହିଁ ଜଣେ କାହାଣୀକାର କଥାକାର ଗଳ୍ପର ଉତ୍ସ ହୋଇପାରେ। ଆମେ ଗୁପଚୁପକୁ ନେଇକି କବିତା ଶୁଣିଛେ, ଗପ ଶୁଣିଛେ। ଆମର ପ୍ରତିଦିନର ଜୀବନର ଛନ୍ଦ ସହିତ ସମତାଳରେ ଆଗକୁ ଗତିଶୀଳ ହେଉଥିବା ଗୋଟେ ଚଳଣି, ପରମ୍ପରା, ଖାଦ୍ୟ ରୁଚି ଏସବୁକୁ ନେଇ ମଧ୍ୟ ବହୁତ ସୁନ୍ଦର ସୁନ୍ଦର କାହାଣୀ ଆମର ରହିଛି। ଆଜି ଆପଣମାନଙ୍କ ପାଇଁ ଆପଣଙ୍କର ମନ ଛୁଆଁ ଏକ କାହାଣୀ, ଯାହାର ଶୀର୍ଷକ ହେଉଛି ମସଲା ମୁଢ଼ି। ଆସନ୍ତୁ ତେବେ ଶୁଣିବା ମସଲା ମୁଢ଼ି। ମୁସୁ ମୁସୁ ମସଲା ମୁଢ଼ି, ଭାରତ ଫେମସ୍ ଭରତ ମସଲା ମୁଢ଼ି। ଅନେକ ବର୍ଷ ପରେ ଆଦିତ୍ୟର ପୁଣି ମନେ ପଡ଼ିଯାଉଥିଲା ମସଲା ମୁଢ଼ି ଆଉ ଗୋଟେ ପୁରୁଣା ମୁହଁ। ବେକରେ ମସଲା ମୁଢ଼ିର ସରଞ୍ଜାମ ସହିତ ଡାହାଣ ହାତରେ ଗୋଟେ ମୁଢ଼ି ଟିଣ ବା ବାଁ ହାତର ଗୋଟେ ଘଣ୍ଟି ବଜେଇ ନିଜ ମସଲା ମୁଢ଼ିର ଗୁଣଗାନ କରି ଗୀତ ବୋଲୁଥିବା ଗୋଟେ ହସଖୁସିଆ ମଣିଷ ଭରତ ସାହୁ। ବାପ ଜେଜେ ଅମଳରୁ କାଳେ ମସଲା ମୁଢ଼ି ଟ୍ରେନରେ ବିକିବା ସେମାନଙ୍କ ପାରିବାରିକ ବ୍ୟବସାୟ। ବାଲୁଗାଁ ଷ୍ଟେସନ ଠାରୁ ଇଚ୍ଛାପୁରମ୍ ଯାଏ କାଳେ ତାର ଏରିଆ। ବେଳେ ବେଳେ ଲୋକେ ତାକୁ ପଚାରନ୍ତି, କ'ଣ କ'ଣ ସବୁ ପକାଉଛୁ ତୋ ମସଲା ମୁଢ଼ିରେ? ଫେଁକିନା ହସି ନିଜ ପାନଖିଆ ଦାନ୍ତକୁ ଦେଖେଇ ଭରତ କୁହେ, ଭାଗ ମାପ ହେଲା ମୁଖ୍ୟ ଆଜ୍ଞା। ମସଲା ମୁଢ଼ିରେ କେବଳ ସୁଆଦ ନୁହେଁ, ବରଂ ଅନେକ କିଛି ସିକ୍ରେଟ ଥାଏ। ଯିଏ ଥରେ ମୋ ମସଲା ମୁଢ଼ି ଖାଇଛି ସେ ଭୁଲି ପାରିବ ନାହିଁ। ଆଦିତ୍ୟ ବି କଲେଜ ପଢ଼ିଲା ବେଳେ ଓ ପରେ ଭୁବନେଶ୍ୱର ବ୍ୟାଙ୍କରେ ନୂଆ ନୂଆ ପୋଷ୍ଟିଂ ହେଲାବେଳେ ଅନେକ ଥର ମସଲା ମୁଢ଼ି ଖାଇଛି ଭରତ ଓ ଅନ୍ୟାନ୍ୟ ମସଲା ମୁଢ଼ି ବାଲାଙ୍କ ଠାରୁ। ହେଲେ ସମସ୍ତଙ୍କ ଅପେକ୍ଷା ଭରତର ମସଲା ମୁଢ଼ି ସ୍ପେଶାଲ ଥିଲା। ସିଝା ବୁଟ, ଗଜାମୁଗ, କଳା ବୁଟ, ଚୁନୁ ଚୁନୁ କଟା ପିଆଜ, କାକୁଡ଼ି, ଟମାଟୋ, କଞ୍ଚାଲଙ୍କା, ଧନିଆ ପତ୍ର, ସେଉ, ମିକ୍ସଚର ଇତ୍ୟାଦି ସବୁଥିରୁ ଟିକେ ଟିକେ ମୁଢ଼ିରେ ମିଶେଇ ସୋରିଷ ତେଲ, ଟିକେ ତେନ୍ତୁଳି ପାଣି ପକେଇ, ଲେମ୍ବୁ ଚିପୁଡ଼ି, କିଛି ମସଲା ଗୁଣ୍ଡ, ଲୁଣ ପକେଇ ବଡ଼ ଷ୍ଟିଲ୍ ଡବାରେ ଚାମଚରେ ଘାଣ୍ଟି କଟା ଖବରକାଗଜକୁ ଯତ୍ନରେ ମୋଡ଼ି ତା ଭିତରେ ମସଲା ମୁଢ଼ିକୁ ଢାଳି ଉପରେ ଗୋଟେ ନଡ଼ିଆ ପାତି ଚନ୍ଦ୍ରବିନ୍ଦୁ ଆକାରରେ ଉପରେ ସଜେଇ ଭରତ ଗ୍ରାହକ ହାତକୁ ବଢ଼ାଇ ଦେଲା ବେଳେ ସବୁ ଲୋକଙ୍କ ପାଟିରେ ଲାଳ ଜକେଇ ଆସେ। ଅଖିଆ ଲୋକ ବି ଅର୍ଡର କରିଦିଏ। ଆଦିତ୍ୟ ଉପରୁ ଉପରୁ ଖାଇଦେଇ ଲାଭ ମାଗେ। ଭରତ ସହ ବହୁତ ଦୋସ୍ତି ଆଦିତ୍ୟର। ମସଲା ମୁଢ଼ିରେ କେତେ ପ୍ରକାର ମସଲା ପଡ଼େ ତା ଖାଇବା ବାଲା ନୁହେଁ, କେବଳ ମସଲା ମୁଢ଼ି ବନଉଥିବା ଲୋକ ହିଁ ଜାଣେ। ଆଉ ବର୍ଷା ପାଗରେ ସାଙ୍ଗମାନଙ୍କ ସହ ଟ୍ରେନରେ ଗଲାବେଳେ ମସଲା ମୁଢ଼ି ଖାଇବାର ମଜା ହିଁ ନିଆରା। ଆଜି ଆଦିତ୍ୟର ଭାରି ମନେ ପଡ଼ୁଥିଲା ମସଲା ମୁଢ଼ି। ଟ୍ରେନର ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗିର କାଚ ଭିତରୁ ବାହାରକୁ ଦେଖୁଥିଲା ଆଦିତ୍ୟ। ସନ୍ଧ୍ୟା 6ଟା ବେଳେ କଟକ ପହଞ୍ଚିବ ଟ୍ରେନ। କମ୍ପାର୍ଟମେଣ୍ଟଟା ପ୍ରାୟ ଖାଲି। ତାକୁ ଛାଡ଼ି ହୁଏତ ଆଉ ଜଣେ ଦୁଇ ଜଣ ଲୋକ ଏଇ ବଗିରେ ଅଛନ୍ତି। ଏସବୁ ବଗିରେ ବୁଲା ବିକାଳି ପ୍ରାୟ ପଶନ୍ତି ନାହିଁ। ଏକଦମ ସୁନସାନ, ପୁରା ବୋରିଂ। ଏସବୁ ବଗିରେ ପ୍ରାୟ ଧନିକ ଶ୍ରେଣୀ ଲୋକେ ପରସ୍ପର ପାଖରେ ବସି ସୁଦ୍ଧା କଥା ହୁଅନ୍ତିନି। ଏବେ ତ ମୋବାଇଲ ଆହୁରି ଅସାମାଜିକ କରିଦେଇଛି ଲୋକଙ୍କୁ। ଆଦିତ୍ୟକୁ ଗପିବାକୁ ଭାରି ପସନ୍ଦ। ତାକୁ ଲାଗେ ରେଳ ଯାତ୍ରାର ପ୍ରକୃତ ମଜା ଦ୍ୱିତୀୟ ଶ୍ରେଣୀରେ ଯାତ୍ରା ଅଥବା ପାସେଞ୍ଜର ଟ୍ରେନର ଅଣସୁରକ୍ଷିତ ବଗିରେ। ଚିହ୍ନା ପରିଚୟ ଅଥବା ସାଙ୍ଗମାନଙ୍କ ସହ ଖୁନ୍ଦା ଖୁନ୍ଦି ହୋଇ ଟ୍ରେନ ସିଟ୍ରେ ବସି ଗଲାବେଳେ ଗପସପ ସାଙ୍ଗକୁ ଚଟପଟା ଖିଆ, ବରା, ସିଙ୍ଗଡ଼ା, ଚେନାଚୁର, ସିଝା ବୁଟ ଭଜା ବା ସିଝା ଚିନାବାଦାମ ତ ଖିଆଯାଏ, ହେଲେ ମସଲା ମୁଢ଼ି ଏକଦମ ନିଆରା। ଠିକ୍ ଯେମିତି କ୍ରିକେଟ ଖେଳରେ ଧୋନିଙ୍କ ହେଲିକପ୍ଟର ଛକା ସଟ୍। ସ୍କୁଲ ପଢ଼ିଲା ବେଳେ ଆଦିତ୍ୟର ମନେ ଅଛି, ଗେଟ୍ ସାମ୍ନାରେ ଗୋଟେ ବୁଢ଼ା ମସଲା ମୁଢ଼ି ଓ ଚେନାଚୁର ବିକୁଥିଲା। ବାପାଙ୍କର ବଦଳି ହୋଇ ବ୍ରହ୍ମପୁର ଆସିବା ପରେ ବୁଲା ବିକା ମସଲା ମୁଢ଼ିବାଲା କେବଳ ଦୁର୍ଗା ପୂଜା, ଗଣେଶ ପୂଜା ପେଣ୍ଡାଲ ପାଖରେ ହିଁ ମିଳୁଥିଲେ। ତାପରେ ଟ୍ରେନରେ ଯିବା ଆସିବା ବେଳେ ଭରତ ବନିଗଲା ନାଗୁଆ ମସଲା ମୁଢ଼ି। ମିତାଲି ଓ ସେ ଦୁହେଁ ବାଣ୍ଟି କୁଣ୍ଟି ମସଲା ମୁଢ଼ି ଖାଇ ଗପନ୍ତି। ଅନେକ ଥର ଟଙ୍କା ନଥିଲେ ବାକିରେ ବି ଦିଏ ଭରତ।
ସାଙ୍ଗମାନେ ଚିଡ଼େଇ ଆଦିତ୍ୟକୁ କୁହନ୍ତି ପ୍ରେମରେ ମସଲା ମୁଢ଼ି ତଡ଼କା। ଆଦିତ୍ୟ ଓ ମିତାଲି ହସନ୍ତି। ମେଡିକାଲ ପଢ଼ିବା ପାଇଁ ମିତାଲି ଚେନ୍ନାଇ ଚାଲିଗଲା। ଆଦିତ୍ୟ ବିଏ ପଢ଼ିବା ସହ କମ୍ପିଟେଟିଭ ପରୀକ୍ଷା ପାଇଁ କୋଚିଂ ନେଉଥିଲା। ସେଠି ସଙ୍ଗୀତା ସହ ନୂଆ ପରିଚୟ। ଖୋର୍ଦ୍ଧାରୁ ଚଢ଼ୁଥିଲା ସଙ୍ଗୀତା, ଭାରି ଚୁପଚାପ। ଗୋଟିଏ ଜାଗାରେ କୋଚିଂ ନେଉଥିଲେ ଦୁହେଁ, ହେଲେ ଟ୍ରେନରେ ଯିବା ଆସିବା ବେଳେ ଦିନେ ବି କଥା କୁହେ ନା ସଙ୍ଗୀତା, କେବଳ କଣେଇ କଣେଇ ଅନେଇ। ଆଦିତ୍ୟ ବି କଣେଇ କଣେଇ ଚାହେଁ। ଭରତ ଆଖିରେ ବୋଧେ ଏହା କେତେଥର ପଡ଼ିଥିଲା। ଥରେ ବହି ପଢ଼ିବା ବାହାନାରେ ସଙ୍ଗୀତାକୁ ଅନେଇଲା ବେଳେ ଭରତ ପାଖକୁ ଆସି ଧୀର ସ୍ୱରରେ କହିଥିଲା, ଦିଦିଙ୍କୁ ମୋ ହାତ ତିଆରି ମସଲା ମୁଢ଼ି ପ୍ୟାକେଟ ଗୋଟେ ଦେଉନ। ଚମକି ପଡ଼ିଥିଲା ଆଦିତ୍ୟ। ସତକୁ ସତ ସେଦିନ ମୁରୁକି ହସି ସଙ୍ଗୀତା ମସଲା ମୁଢ଼ିତକ ଖାଇଥିଲା। ଟିଭି ବିଜ୍ଞାପନରେ ଆଦିତ୍ୟ ଦେଖିଥିଲା ଚକୋଲେଟ, ଫୁଲ, କଫି, ଦାମୀ ଗହଣା ଅଥବା ମିଠା ଦେଇ ପ୍ରେମର ଶୁଭାରମ୍ଭ ହୁଏ ବୋଲି। ହେଲେ ମସଲା ମୁଢ଼ି ବି ପ୍ରେମର ବାହନ। ଆଦିତ୍ୟ ଥରେ ଭରତକୁ ପଚାରିଥିଲା, କଣ ଭରତ, ମସଲା ମୁଢ଼ି ଦେଇ କେତେ ଝିଅଙ୍କୁ ପଠେଇଛ? ଦୀର୍ଘ ନିଶ୍ୱାସ ଛାଡ଼ି ଭରତ କହିଲା, ମିଛ କହିବିନି ଆଜ୍ଞା, ଯାହାକୁ ମନେ ମନେ ଭଲ ପାଉଥିଲି ସେଇ ଝିଅ ଥରେ ମୋତେ ଟ୍ରେନରେ ମସଲା ମୁଢ଼ି ବିକିବାର ଦେଖି ମିଛୁଆ, ଧପ୍ପାବାଜ ଇତ୍ୟାଦି କହି ବହୁତ ଗାଳିମନ୍ଦ କରିଥିଲା। କହିଥିଲା, ଛାର ମସଲା ମୁଢ଼ି ବିକି ମୋତେ କହୁଛ ବିଜନେସ୍ କରୁଛୁ ବୋଲି। ମୋର ଭୁଲ ଥିଲା। ମସଲା ମୁଢ଼ି ବିକୁଛି ବୋଲି ସତ କଥା ତାକୁ କହିନଥିଲି। ମିଛ କହି ପ୍ରେମ କରାଯାଏ ନା। ମୋତେ କହିଲା, ଯଦି ମୋତେ ବାହା ହେବାକୁ ଇଚ୍ଛା ତେବେ ଏ ବେଉସା ଛାଡ଼। ହେଲେ ଝିଅଟା ପାଇଁ ମୁଁ ମୋ ବେଉସା ଛାଡ଼ିଦେବି? ନିଜକୁ ତା ବାଟରୁ ଅଲଗା କରିଦେଲି। ତାହେଲେ ପ୍ରେମ ଭୁଲି ଅନ୍ୟ ଝିଅକୁ ବାହା ହେଲ? ଦାନ୍ତ ଦେଖି ହସି ଭରତ କହିଲା, 2 ବର୍ଷ ପରେ ସେଇ ଝୁଅ ସହ ପୁଣି ଟ୍ରେନରେ ଭେଟ ହେଲା। ବମ୍ବେରେ ପାଣି ମିସ୍ତ୍ରୀ ଥିବା ତା ସ୍ୱାମୀର କାଳେ ସେଠି ଆଉ ଗୋଟେ ସ୍ତ୍ରୀ ଥିଲା। ନିଜ କପାଳକୁ ସେ ନିନ୍ଦୁଥିଲା। ମୁଁ କହିଥିଲି, ମୋତେ ବାହା ହେବୁ? ମସଲା ମୁଢ଼ି ବେପାର କିନ୍ତୁ ମୁଁ ଛାଡ଼ି ପାରିବିନି। ବାସ୍, ମୋ ମସଲା ମୁଢ଼ିର ଚିତାପଟ ହେଲା। ପ୍ରେମରେ ମସଲା ମୁଢ଼ିର ତଡ଼କା। ମୋବାଇଲ ସ୍ୱରରେ ଆଦିତ୍ୟ ଚମକି ପଡ଼ିଲା। ସେ ମସଲା ମୁଢ଼ି ବାଲା ଭରତ ସହ ଦେଖା ହେଲା। ସେପଟୁ ସହଧର୍ମିଣୀ ସଙ୍ଗୀତାର ଫୋନ୍। ହସି ଦେଇ କହିଲା, ନା, ଏବେ ଇଚ୍ଛାପୁରମ୍ କ୍ରସ୍ କଲା ଟ୍ରେନ୍। ମୁଁ ସେକେଣ୍ଡ କ୍ଲାସ୍ କମ୍ପାର୍ଟମେଣ୍ଟକୁ ଯାଉଛି। ଫୋନ୍ ରଖି ଆଦିତ୍ୟ ମନେ ପକାଉଥିଲା ଭରତ କଥା। ଅନେକ ବର୍ଷ ପରେ ଭେଟ ହେବ ତା ସହ। ଦ୍ୱିତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟକୁ ପଶି ଆଦିତ୍ୟର ଆଖି ଖୋଜୁଥିଲା ଜଣକୁ, ଭରତ ମସଲା ମୁଢ଼ିବାଲାକୁ। ଟ୍ରେନ୍ କ୍ୟାଟରିଂର ଚାହା ବିକୁଥିବା ଜଣେ ଲୋକଙ୍କୁ ପଚାରିଲା, ଆଗରେ କେଉଁଠି ମସଲା ମୁଢ଼ିବାଲା ଅଛି କି? ଲୋକଟା କହିଲା, ଏବେ ତ ରେଳବାଇ ବାଲା ସିକ୍ୟୁରିଟି ପାଇଁ ବୁଲା ବିକାଳି ଲୋକଙ୍କୁ ଟ୍ରେନ୍ ଭିତରେ ପଶିବାକୁ ବାରଣ କରୁଛନ୍ତି। କେତେଜଣ ତଥାପି ଚୋରା ବେପାର କରୁଛନ୍ତି। ଆଦିତ୍ୟ ମନଟା ଦୁଃଖରେ ଭରିଗଲା। ଆହା ଆହା, ଭରତ ଏବେ କ'ଣ କରୁଥିବ? ଟ୍ରେନ୍ର ଗତି ସହ ଆଦିତ୍ୟର ମନର ଗତି ବି ଆଗଉଥିଲା ଭଳି ଲାଗୁଥିଲା। ହଠାତ୍ ତା କାନରେ ପଡ଼ିଲା ଗୋଟେ ଘଣ୍ଟିର ଶବ୍ଦ ସହ ଏକଦମ ଚିହ୍ନା ସ୍ୱର, ମୁସୁ ମୁସୁ ମସଲା ମୁଢ଼ି, ଭାରତ ଫେମସ୍, ଭରତ ମସଲା ମୁଢ଼ି। ଭରତ? ହଁ, ଇଏ ବୋଧେ ଭରତ। ଆଦିତ୍ୟ ଉଠି ପଡ଼ି ଚାରିଆଡ଼କୁ ଅନେଇଲା। ସାମ୍ନା ପଟୁ ଗୋଟେ ପିଲା ବେକରେ ମସଲା ମୁଢ଼ି ସରଞ୍ଜାମ ଧରି ଆସୁଥିଲା। କିନ୍ତୁ ସେ ତ ଭରତ ନଥିଲା। ତାହେଲେ ସେ ପୁରୁଣା ଗୀତ, ଡେଲି ପାସେଞ୍ଜର ଭଳି ଲାଗୁଥିବା 4 ଜଣ ଲୋକ ମସଲା ମୁଢ଼ିର ବରାଦ ଦେଲେ। ତାଙ୍କ ପାଖରେ ବସି ଆଦିତ୍ୟ ସେଇ ପିଲାକୁ ପଚାରିଲା, ଭରତ ମସଲା ମୁଢ଼ିବାଲା ଏଇ ଟ୍ରେନରେ ଆସୁନି କି? ମୋତେ ଗୋଟେ ପ୍ୟାକେଟ ଦେ। ଆପଣ ଚିହ୍ନନ୍ତି ଭରତକୁ? ତାସ ଖେଳୁଥିବା ଜଣେ ଲୋକ ପ୍ରଶ୍ନ କଲା। ବହୁତ ଦିନ ଆଗରୁ ମୁଁ ତାଠାରୁ ହିଁ ନାଗୁଆ ହୋଇ ଖାଉଥିଲି। ସେ ଲୋକ ପୁଣି କହିଲା, ଇଏ ଭରତର ପୁଅ, ବାପ ଭଳି ମସଲା ମୁଢ଼ି ବିକୁଛି। କଥା କହିପାରେନା ବୋଲି ମୋବାଇଲରେ ରେକର୍ଡ କରି ରଖିଥିବା ଭରତର ମସଲା ମୁଢ଼ି ଗୀତକୁ ଶୁଣି ବେପାର କରୁଛି। ସେ ପିଲାଟି ଆଦିତ୍ୟ ହାତକୁ ଗୋଟେ ପ୍ୟାକେଟ ବଢ଼େଇ ଦେଲା ବେଳକୁ ଆଦିତ୍ୟ ତାକୁ ଟଙ୍କା ଦେଇ ପଚାରିଲା, ଭରତ କାହିଁକି ଆଉ ମସଲା ମୁଢ଼ି ବିକୁନି? ତାସ ଖେଳୁଥିବା ଅନ୍ୟ ଜଣେ ଲୋକ କହିଲା, ପ୍ଲାଟଫର୍ମରେ ଚଳନ୍ତା ଟ୍ରେନ୍ରୁ ଓହ୍ଲଉ ଅସାବଧାନତାବଶତଃ ଭାରସାମ୍ୟ ହରେଇ ଟ୍ରେନ୍ ଚକ ତଳେ ପଡ଼ି 2 ଗୋଡ଼ ହରେଇଛି ଭରତ। ତା ପୁଅ ସାଙ୍ଗରେ ଥିଲା। ନିଜ ଆଖି ସାମ୍ନାରେ ବାପାର ଏ ଅବସ୍ଥା ଦେଖି ମୂକ ହୋଇ ପଡ଼ିଲା। ଚମକି ପଡ଼ିଲା ଆଦିତ୍ୟ। ତା ମୁଣ୍ଡଟା ବୁଲେଇ ଦେଲା ଭଳି ଲାଗିଲା। ଆହା, କ'ଣ ହେଇଥିବ ଭରତର?
କୋହ ଭରା ସ୍ୱରରେ ଆଦିତ୍ୟ ପଚାରିଲା, ଭରତ ଭରତର କଣ ହେଲା? ସେ ପିଲା ନିଜ ମୋବାଇଲରେ ଭିଡିଓ କଲ୍ କରି ଆଦିତ୍ୟକୁ ଦେଖେଇଲା। ସାମ୍ନାରେ ଥିଲା ଭରତ। ସେପଟୁ ଦୋଦଚିହ୍ନା ହୋଇ ଅନେଇଥିଲା। ଖୁସି ଗଦଗଦ ହୋଇ ଆଦିତ୍ୟ କହିଲା, ଭରତ ମତେ ଚିହ୍ନି ପାରୁଛ? ତମ ପୁରୁଣା ଗରାଖ। ପ୍ରେମରେ ମସଲା ମୁଢିର ତଡକା ମନେ ପଡିଲା? ତୁମ ପୁଅକୁ ଦେଖି ମୁଁ ଭାରି ଖୁସି। ଭଲ ମସଲା ମୁଢି ବନଉଛି ଠିକ ତୁମ ଭଳି। ସିକ୍ରେଟ ତୁମର ପୁଅକୁ ଶିଖେଇ ଦେଇଛ ବୋଧେ? ସେପଟୁ ଦୁଇ ହାତ ଯୋଡି ଭରତ କହୁଥିଲା, ସବୁ ସେଇ ପ୍ରଭୁଙ୍କ କୃପା ଆଉ ଆପଣମାନଙ୍କ ସ୍ନେହ। ହସୁଥିଲା ଭରତ। ନିଜ ଦୁଇ ଗୋଡ଼ ହରେଇ ବି ଗୋଟେ ଲୋକ ଏତେ ବିନ୍ଦାସ। ଭରତ ପୁଅ ହାତରେ 2000 ଟଙ୍କା ଗୁଞ୍ଜି ଦେଇ ଆଦିତ୍ୟ କହିଲା, ତୁମ ବାପାଙ୍କୁ ଦେବ। ତାଙ୍କଠୁ ବହୁତ ବାକି ଖାଇଛି, ସେ ସବୁ ଋଣ ସୁଝି ହେବନି। ଶ୍ରଦ୍ଧାରେ ଦେଉଛି, କିଛି ମନେ କରିବନି। ବାହାରେ ବର୍ଷା ପକେଇବା ଆରମ୍ଭ ହୋଇଯାଇଥିଲା। ପିଲାଟି ଚାଲିଗଲା ପରେ ଆଦିତ୍ୟ ଉଠି ଠିଆ ହୋଇ କମ୍ପାର୍ଟମେଣ୍ଟର ଗେଟ୍ ପାଖରେ ଠିଆ ହୋଇ ବାହାରକୁ ଅନେଇ ପାଟିରେ ମସଲା ମୁଢି ପକେଇଲା ବେଳେ ସେ ପୁରୁଣା ସ୍ୱର ତା କାନରେ ପ୍ରତିଧ୍ୱନିତ ହେଉଥିଲା, ମୁସୁ ମୁସୁ ମସଲା ମୁଢି, ଭାରତ ଫେମସ୍, ଭରତ ମସଲା ମୁଢି। ଶ୍ରୋତା ବନ୍ଧୁ, ଆଜି ଆମେ ଏକ ସୁନ୍ଦର ହୃଦୟସ୍ପର୍ଶୀ, ଭାରି କରୁଣ ଏବଂ ମନକୁ ଛୁଇଁଲା ଭଳି ଗୋଟେ ସମ୍ବେଦନଶୀଳ କ୍ଷୁଦ୍ର ଗଳ୍ପ କାହାଣୀଟିଏ ଶୁଣୁଥିଲେ। ଏମିତି ସାଧାରଣ ଘଟଣା ଏବଂ ଛୋଟ ଛୋଟ ଅନୁଭବକୁ ନେଇକି ଏତେ ସୁନ୍ଦର କ୍ଷୁଦ୍ର ଗଳ୍ପଟିଏ ଜଣେ ଓଡ଼ିଆ ପ୍ରେମୀ ଆମକୁ ପ୍ରେରଣ କରିଥିବାରୁ ଆମମାନେ ତାଙ୍କ ପାଖରେ କୃତଜ୍ଞ। ପ୍ରକୃତରେ ଗତାନୁଗତିକ ଜୀବନର ଛନ୍ଦ ଭିତରୁ ଏଇ ଗଳ୍ପାନୁଭବ ନିଶ୍ଚିତ ଭାବରେ ଏକ ଅନନ୍ୟ ଅନୁଭବ। ଶ୍ରୋତାବନ୍ଧୁ, ଆଜିର କାହାଣୀ ମସଲା ମୁଢି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।